ଏଗୁଡ଼ା କ'ଣ ଦେଖୁଛୁ? ଆଉ କେଇଟା ଦିନ ପରେ ତୋର ପରୀକ୍ଷାଟି। ତୁ ପାଠପଢ଼ା ଛାଡ଼ି ଏଇଆ କରୁଛୁ? ମୋତେ ଲାଗୁଛି ତୁ ପୁରା ନଷ୍ଟ ହୋଇଗଲୁନି, ବୁଝିଲୁ? ବାପା ମୁଁ କ'ଣ ନଷ୍ଟ ହେଲି? ଏବେ ବା ପାଣ୍ଡିଆନ ସାର୍ ରାଜ୍ୟ ସାରା ସବୁ କଲେଜରେ ଏମିତି ଡ୍ୟାନ୍ସ କରାଉଛନ୍ତି। ଖାଲି ସେତିକି ନୁହଁ, ଆମକୁ ବି କୁହାଯାଇଛି କି ଆମେ ଏଇ ପ୍ରୋଗ୍ରାମ୍ ଆଟେଣ୍ଡ କଲେ ଆମକୁ ପରୀକ୍ଷାରେ ଭଲ ନମ୍ବର ମିଳିବ। ଯଦି ଏଗୁଡ଼ା ଖରାପ ହୋଇଥାନ୍ତା ତାହେଲେ କ'ଣ ସରକାର ନିଜେ ଏମିତି ନାଚ କରାଉଥାନ୍ତେ? ମୋ ଭଳିଆ ହଜାର ହଜାର ପିଲା ଏମିତି ନାଚ ଦେଖୁଛନ୍ତି। ଆଉ କଲେଜ ସାର୍ ଓ ମ୍ୟାଡ଼ାମ୍ ମାନେ ବି ଷ୍ଟେଜ୍ ଉପରେ ଯାଇ ପିଲାମାନଙ୍କ ସହିତ ଏମିତିଆ ଗୀତରେ ତାଳେ ତାଳେ ନାଚୁଛନ୍ତି। ତ ମୁଁ କେମିତି ଖରାପ ହେଲି? ଶଳା କ'ଣ କହିବ କହିଲ? ଏ ପାଣ୍ଡିଆନ ଯାହା ତ ପିଲାଙ୍କୁ ନଷ୍ଟ କରୁଛି ତା ସାଙ୍ଗକୁ ମା ବାପାଙ୍କ ମୁହଁ ବି ବନ୍ଦ କରିଦେଉଛି। ସେ ପାଣ୍ଡିଆନଟା ମୋ ସହିତ ଯଦି କେଉଁଠି ଗୋଟିଏ ଦେଖା ହୋଇଯାଆନ୍ତା ତାହେଲେ ମୁଁ ତାକୁ ଖାଲି ଏତିକି ପଚାରନ୍ତି, ସେ ଯେତେବେଳେ ଆଇଏଏସ୍ ପାଇଥିଲା ସେତେବେଳେ କ'ଣ ଏମିତିଆ ଲଙ୍ଗୁଳି ନାଚ ଦେଖି ଆଇଏଏସ୍ ପାଇଥିଲା? ଏଇଥିପାଇଁ କ'ଣ ତାକୁ ପରୀକ୍ଷାରେ ନମ୍ବର ମିଳୁଥିଲା? ଯଦି ସେ ନିଜେ ପାଠ ପଢ଼ି ଏତେ ବାଟ ଯାଏ ଯାଇଛି ତାହେଲେ ସେ କାହିଁକି ଆମ ପିଲାଙ୍କୁ ଭୋଟ ବାଟରେ ନେଇ ନଷ୍ଟ କରୁଛି? ଖାଲି ଭୋଟ ପାଇବାକୁ ତୁମେ ପିଲାଗୁଡ଼ାଙ୍କୁ କହିବ କି ସେମାନେ ପାଠପଢ଼ା ଛାଡ଼ି ଲଙ୍ଗୁଳି ନାଚ ଦେଖନ୍ତୁ, ତା ଯୋଗୁଁ ଆମ ପିଲାଗୁଡ଼ା ଲୁଙ୍ଗୁଡ଼ା ବାତେରା ହେଇକି ବୁଲିବେ? ଯାହା ଲାଗିଲାଣି ଏ ପାଣ୍ଡିଆନଟା ବେଶୀ ଦିନ ଆମ ରାଜ୍ୟରେ ରହିଲେ ଏଠିକା ସିଷ୍ଟମ୍ ବିଗାଡ଼ି ଦେବ। ନା, ଆଉ ଚୁପ୍ ରହିହେବନି। ମୁଁ ଯାଉଛି ବାକି ଲୋକଙ୍କୁ କରି ଏଥିପାଇଁ ଗୋଟେ ବାଟ ବାହାର କରେ।